ଅତ୍ୟନ୍ତ ଲଜ୍ଜାଜନକ ମନ୍ତବ୍ୟ। এই ମନ୍ତବ୍ୟକୁ ଆମେ ଯିଏ କେହି ବି କହିଥାଉ। ଜୟ ଶ୍ରୀରାମ, ଜୟ ଗୋମାତା। ଅତି ସୁନ୍ଦର ପଦକ୍ଷେପ ମାନ୍ୟବର ହାଇକୋର୍ଟ ତରଫରୁ ଗତ 4 ଦିନ ତଳେ ଗୋଟେ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା। ଗୋ ଜ୍ଞାନ ଅନୁଷ୍ଠାନ ତରଫରୁ ଗୋଟେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ହାଇକୋର୍ଟରେ। ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ ଗୋ ହତ୍ୟାକୁ ବନ୍ଦ କରିବା ପାଇଁ ସେ ଜନସ୍ୱାର୍ଥ ମାମଲାରେ ଶୁଣାଣି ହୋଇଥିଲା। ଧନ୍ୟବାଦ ଦଉଛୁ ମାନ୍ୟବର ହାଇକୋର୍ଟକୁ, ସାଧୁବାଦ ଜଣାଉଛୁ। ମାନ୍ୟବର ହାଇକୋର୍ଟ ତରଫରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ଗୋ ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସରକାର କଡ଼ାକଡ଼ି ନିୟମ ଆଣନ୍ତୁ ଏବଂ ତାକୁ କାର୍ଯ୍ୟକାରୀ କରନ୍ତୁ। ରାଜ୍ୟରେ ଗୋ ହତ୍ୟା ହେଇପାରିବ ନାହିଁ। ଆମେ ସେଥିପାଇଁ ମାନ୍ୟବର ହାଇକୋର୍ଟକୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ସରକାରଙ୍କୁ ନିବେଦନ କରୁଛୁ ସେ ଯଥାଶୀଘ୍ର ଗୋ ହତ୍ୟାକୁ ବନ୍ଦ କରିବା ପାଇଁ କଡ଼ାକଡ଼ି ନିୟମ ଆଣି ତାକୁ କାର୍ଯ୍ୟାନୁଷ୍ଠାନରେ ପରିଣତ କରୁ। ଆପଣ ହିନ୍ଦୁ ସଂଗଠନର ଜଣେ ମୁଖ୍ୟ, ଆପଣ ବହୁବାର ବି ରାଜ୍ୟ ସରକାରଙ୍କ ପାଖରେ ଅପିଲ କରିଛନ୍ତି, ଦଫା ନେଇ ହାଇକୋର୍ଟଙ୍କର ଯୋଉ ପଦକ୍ଷେପ ନେଲେ ତାକୁ ରାଜ୍ୟ ସରକାର ଶୁଣିବେ ବୋଲି ଆପଣ ଆଶା ରଖିଛନ୍ତି? ନିଶ୍ଚିତ ରୂପରେ ବିଗତ ଗୋଟିଏ ବର୍ଷ ତଳେ ଆପଣ ମାନେ ଜାଣିଥିବେ ରାଜ୍ୟ ସରକାର ଗୋମାତାର ସୁରକ୍ଷା ପାଇଁ, ଗୋ ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଏବଂ ଗୋମାଂସକୁ ବ୍ୟାନ୍ କରିବା ପାଇଁ ଗୋଟେ ଆଇନ ଆଣିଥିଲେ। ଆଇନଟି ପାରିତ ହେଇପାରିନି। ଆପଣ ଜାଣିଥିବେ ଓଡ଼ିଶା ଗୋ ହତ୍ୟା ନିଷେଧ ଓ ଗୋ ସଂରକ୍ଷଣ 2024 ବୋଲି ଗୋଟେ ଆଇନ ଆଣିଛନ୍ତି। ତାକୁ ବିଧାନସଭାରେ ଏପର୍ଯ୍ୟନ୍ତ ପାରିତ ହେଇପାରି ନାହିଁ। ମୋର ଆଶା ରହିଛି ବର୍ତ୍ତମାନ ହାଇକୋର୍ଟର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନିଶ୍ଚିତ ରୂପରେ ଏହି ଆଇନକୁ ପାରିତ କରିବେ, ନିଶ୍ଚିତ ରୂପରେ କ୍ୟାବିନେଟରେ ମଞ୍ଜୁରୀ କରିବେ ଏବଂ ତାକୁ ଲାଗୁ କରିବେ। ଶୁଣିବାକୁ ମିଳୁଛି କିଛି ଆଇନଜୀବୀ ଯାହାକି ହାଇକୋର୍ଟ ଶୁଣାଣି ପରେ କହୁଛନ୍ତି କି ଜନବସତି ଦୂରରେ ନେଇକି ଜନବସତିର ଦୂରଠାରୁ ନେଇକି ଗୋ ହତ୍ୟା କର, এটা କଣ ଠିକ? ଦେଖନ୍ତୁ, ଅତ୍ୟନ୍ତ ଲଜ୍ଜାଜନକ ମନ୍ତବ୍ୟ। এই ମନ୍ତବ୍ୟକୁ ଆମେ ଯିଏ କେହି ବି କହିଥାଉ। ଓଡ଼ିଶା ରାଜ୍ୟରେ ଯେକୌଣସି ବ୍ୟକ୍ତି ବିଶେଷ ଏ ପ୍ରକାର ଯଦି ମନ୍ତବ୍ୟ ଦଉଛି ମୁଁ କହିବି ତାଙ୍କ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାହିଁକି ଓଡ଼ିଶା ମାଟିରେ ଗୋମାଂସ ବିକ୍ରି ପାଇଁ କୌଣସି ଅନୁମତି ନାହିଁ କିମ୍ବା ଗୋ ହତ୍ୟା କରିବା ପାଇଁ କୌଣସି ପ୍ରକାର ଅନୁମତି ନାହିଁ। ଓଡ଼ିଶା ଭଳି ଗୋଟେ ପବିତ୍ର ମାଟିରେ ଓଡ଼ିଶାର ଜଣେ ଆଇନଜୀବୀ ଯଦି ଏ ପ୍ରକାର ମନ୍ତବ୍ୟ ଦଉଛନ୍ତି ତାହେଲେ ତାଠାରୁ ଆଉ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ ମୁଁ ବୋଧେ ଭାବୁନାହିଁ ଆଉ କିଛି ଥିବ। ତ ସେ ପ୍ରକାର ବ୍ୟକ୍ତି ବିଶେଷଙ୍କ ଉପରେ ରାଜ୍ୟ ସରକାର ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ରହିଛି। ହାଇକୋର୍ଟ ଯୋଉ ଜାଗାରେ ନିର୍ଦ୍ଦେଶ ଦଉଛି ଯେ ଗୋ ହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସରକାର କଡ଼ାକଡ଼ି ନିୟମ ଆଣନ୍ତୁ, ସେଇ ଜାଗାରେ ଗୋଟେ ଆଇନଜୀବୀ ଯଦି କହିବେ ଜନବସତି ଠାରୁ ଦୂରରେ ନେଇକି ଗୋମାତାଙ୍କୁ ହତ୍ୟା କରାଯିବା କଥା କିମ୍ବା ଗୋମାଂସ କଟାଯିବା କଥା, ତାହେଲେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଜ୍ୟ ସରକାର ଏହା ଉପରେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।